ବାଲେଶ୍ୱରରେ ପାଳିତ ହେଲା ଶିବମୁନି ଯୋଗାଶ୍ରମ ଓ ଅନୁସନ୍ଧାନ କେନ୍ଦ୍ରର ବାର୍ଷିକ ଉତ୍ସବ। ସମାଜ ପାଇଁ ଯୋଗ ଓ ଆଧ୍ୟାତ୍ମିକ ଜ୍ଞାନର ଉପାଦେୟତା ସମ୍ପର୍କରେ ଅତିଥିଙ୍କ ଆଲୋଚନା। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମଙ୍ଗଳା, ଷ୍ଟେସନ ଛକ, ବାଲେଶ୍ୱର। ଶିବମୁନି ଯୋଗାଶ୍ରମ ଓ ଅନୁସନ୍ଧାନ କେନ୍ଦ୍ରର ମୋତିଗଞ୍ଜ ଶାଖାର ବାର୍ଷିକ ଉତ୍ସବ ବାଲେଶ୍ୱର ସହର ଉପକଣ୍ଠ ଚାନ୍ଦିପୁର ସ୍ଥିତ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗାଶ୍ରମର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ଆଶ୍ରମ ପରିସରରେ ପହଞ୍ଚିବା ପରେ ଉତ୍ସବ ଆରମ୍ଭ ହୋଇଥିଲା। ଓଡ଼ିଶା ପ୍ରାନ୍ତର ମୁନୀଶ୍ୱର ପଣ୍ଡିତ ନିରଞ୍ଜନ ଦାସ ପତାକା ଉତ୍ତୋଳନ ପୂର୍ବକ ଏହି ଉତ୍ସବର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ପରେ ଜିଲ୍ଲା ସଭାପତି ଯୋଗାଚାର୍ଯ୍ୟ ମୁନି ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁନୀଶ୍ୱର ପଣ୍ଡିତ ଦାସ ବିରାଜିତ ହୋଇ ସମାଜ ପାଇଁ ଯୋଗ କିପରି ଉପାଦେୟ ଏବଂ ଆଧ୍ୟାତ୍ମିକ ଜ୍ଞାନ କିପରି ଜୀବନର ମୁକ୍ତିର ରାସ୍ତା ଦେଖାଇଥାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଆତ୍ମଜ୍ଞାନ, ମନୋବଳ ଓ ଯୋଗବଳ ଦ୍ୱାରା ମୋକ୍ଷ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ। ଭାଗବତାଚାର୍ଯ୍ୟ ଦାମୋଦର ମୁନି, ଯୋଗାଚାର୍ଯ୍ୟ ସୁଧାଂଶୁ ମୁନି, ଯୋଗାଚାର୍ଯ୍ୟ ରବୀନ୍ଦ୍ର ମୁନି, ଯୋଗାଚାର୍ଯ୍ୟ ଜନ୍ମେଜୟ ମୁନି, ଯୋଗାଚାର୍ଯ୍ୟ ମୁକ୍ତିକାନ୍ତ ମୁନି, ଦାଶରଥୀ ମୁନି, ରାଧାକାନ୍ତ ପରିଡ଼ା ମୁନି, ବିଧୁଭୂଷଣ ପଣ୍ଡା ମୁନି, ଭାଗବତ ମୁନି ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ ଏକ ଆଧ୍ୟାତ୍ମିକ ସଂସ୍ଥା। ଯୋଗ, ସ୍ୱାସ୍ଥ୍ୟ, ଆତ୍ମଜ୍ଞାନ ଏବଂ ସ୍ୱତନ୍ତ୍ର ବିଚାର ପ୍ରଚାର କରି ମନୁଷ୍ୟ ସମାଜରେ ପ୍ରକୃତ ସୁଖ, ଶାନ୍ତି, ଆନନ୍ଦର ବାର୍ତ୍ତା ପ୍ରଚାର କରୁଛି। ଯେଉଁ ଯୋଗ, ଅଷ୍ଟାଙ୍ଗ ଯୋଗ ଆମର ମୁନି ଋଷି ଯୁଗରୁ ରହିଆସିଛି ଏବଂ ଯାହାଦ୍ୱାରା ମନୁଷ୍ୟ ନିରୋଗ, ସୁସ୍ଥ ଏବଂ ଜୀବନର ପ୍ରକୃତ ରହସ୍ୟକୁ ଜାଣି ଏ ସଂସାରରେ ଆନନ୍ଦରେ ଜୀବନଯାପନ କରିପାରିବ। ସେଇ ଯେଉଁ ଯୋଗ, ସ୍ୱାସ୍ଥ୍ୟ ଏବଂ ଆତ୍ମଜ୍ଞାନ ମୁନି ସମାଜ ପ୍ରଚାର କରୁଛି। ଆଉ ଆଜିର ଏ ଯେଉଁ ବାର୍ଷିକ ଉତ୍ସବ ବାଲେଶ୍ୱରରେ ଆୟୋଜନ ହେଇଛି ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ ତରଫରୁ। ତେଣୁ ମୁଁ ଆଜି ଏଠାରେ ଅତିଥି ଭାବରେ ଉପସ୍ଥିତ ହେଇଛି। ଆଉ ମନୁଷ୍ୟ ସମାଜ ଯୋଗ ଦ୍ୱାରା, ଆତ୍ମଜ୍ଞାନ ଦ୍ୱାରା ହିଁ ପ୍ରକୃତ ସୁଖ, ଶାନ୍ତି ଏବଂ ଆନନ୍ଦର ସନ୍ଧାନ ପାଇପାରିବ। ତେଣୁ ଯେଉଁ ନିଜ ଭିତରେ ଥିବା ସମସ୍ତ ପ୍ରକାର ଅନ୍ଧବିଶ୍ୱାସ, କୁସଂସ୍କାରକୁ ଦୂର କରି ମନୁଷ୍ୟ ସ୍ୱାଧୀନ, ସ୍ୱତନ୍ତ୍ର, ସ୍ୱାବଲମ୍ବୀ ହେଲେ ହିଁ ଜୀବନର ପ୍ରକୃତ ରହସ୍ୟକୁ ଜାଣିପାରିବ ଏବଂ ସୁଖ ଶାନ୍ତିରେ ରହିପାରିବ। ବର୍ତ୍ତମାନର ଯେଉଁ ସମାଜ ସିଏ ଦିଗହୀନ ହୋଇଯାଇଛି, ଦିଗହରା ହୋଇଯାଇଛି। ଯେଉଁ ଆମର ଶିକ୍ଷା କ୍ଷେତ୍ରରେ ଯେଉଁ ମୋରାଲ ଶିକ୍ଷା, ନୀତି ଶିକ୍ଷା ଏବଂ ଜୀବନର ରହସ୍ୟର ଶିକ୍ଷା ଯେଉଁ ଆମ ରହିଥିଲା ପୂର୍ବରୁ, ଯେ ଗୁରୁକୁଳମାନଙ୍କରେ ମନୁଷ୍ୟ ଚରିତ୍ର ଗଠନର ଶିକ୍ଷା ଥିଲା, ତ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଏହାର ଅଭାବ ଘଟିବାରୁ ସମାଜରେ ଏ ବିଶୃଙ୍ଖଳା ଦେଖାଦେଇଛି ଏବଂ ବିଶେଷତଃ ମନୁଷ୍ୟ ସମାଜ ଯେଉଁ ପ୍ରାକୃତିକ ଜୀବନକୁ ଛାଡ଼ି ଆଜି ଯେଉଁ ପ୍ରକୃତିକୁ ଧ୍ୱଂସ କରିବାରେ ଲାଗିଛି, ପ୍ରଦୂଷଣ କରିବାରେ ଲାଗିଛି, ତା ଫଳରେ ଆଜି ମନୁଷ୍ୟ ସମାଜ ରୋଗାଗ୍ରସ୍ତ ହେଉଛି, ଦୁଃଖ କ୍ଲେଶ ଉଠାଉଛି ଏବଂ ଆଜି ହିଂସୁକ ହୋଇଯାଇଛି ମନୁଷ୍ୟ ସମାଜ। ସାରା ପୃଥିବୀରେ ଯେ ପରସ୍ପର ଭିତରେ ବିବାଦ, ଏ ହିଁ ମନୁଷ୍ୟ ସମାଜକୁ କୁପଥରେ ନେଉଛି। ତେଣୁ ପ୍ରକୃତ ଶାନ୍ତି ଏବଂ ସୁଖ ପାଇଁ ମନୁଷ୍ୟ ଆଧ୍ୟାତ୍ମିକ ଜୀବନକୁ ମଧ୍ୟ ଆପଣେଇବା ଦରକାର। ସତ୍ୟଜ୍ଞାନ ଯଜ୍ଞର ମୁଖ୍ୟ ପୁରୋଧା ଭାବେ ଆଶ୍ରମର ସଭାପତି ଯୋଗୀ ପ୍ରଫୁଲ୍ଲ ବାରିକ ମୁନି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶିବମୁନି ଯୋଗାଶ୍ରମ ଓ ଅନୁସନ୍ଧାନ କେନ୍ଦ୍ରର ବିବିଧ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ। ଫାଉଣ୍ଡର ଯିଏକି ସୃଷ୍ଟି କରିଥିଲେ ବାଲେଶ୍ୱର, ସେ ଆମ ଗହଣରେ ନାହାନ୍ତି, ସୂକ୍ଷ୍ମ ଶରୀର ପ୍ରାପ୍ତ ହୋଇଛନ୍ତି, ଯାହାଙ୍କ ଦ୍ୱାରା ଅବିଭକ୍ତ ଯେ ବାଲେଶ୍ୱର ଡିଷ୍ଟ୍ରିକ୍ଟ ଜିଲ୍ଲା ଭଦ୍ରକ ସେତେବେଳେ ଆମ ଗହଣରେ ଥିଲା, ସେତେବେଳେ ମୁନିରାଜ ଗଜାନନ୍ଦ ଖଣ୍ଡ ଲୌଳାଙ୍କ ଦ୍ୱାରା
ये मुनि समाज मोतीगंज शाखा नाम रे विभजित होता 1986 मसीह एवं से दिन ठारू मुनि समाज कार्यक्रम अनेक किछि और सेतेबेले जो आमर योगाचार्य सतपाल मुनि जी ब्रजेंद्र मिश्रा जी एमाने बालेश्वर को आसी अनेक शिविर क्लास देइचंती एवं मुनि मानक तैयारी करचंती तो बहुत से भली मनीषी मंडल बालेश्वर आसी योगदान करचंती एवं ये कार्यधारा से दिन ठारू जारी रही। आश्रमर संपादक योगी गणेश्वर जेना मुनि प्रारंभिक सूचना प्रदान करिथिबा बेले शेषरे गणेश चंद्र पात्र मुनि धन्यवाद देथिले। मुनिमती वैजयंती बारिक एथिरे आवाहनी संगीत परिवेषण करिथिले। बालेश्वर केन्दुझर मयूरभंज और राउरकेला प्रभृति अंचल शताधिक श्रद्धालु योगाश्रम वार्षिक उत्सव में जोग देइथिले। खगेन्द्र साहू, रमेश माझी, वृंदावन दास, रमेश मुनि, सरोज राउत, केशव विश्वाल प्रमुखों समेत आश्रमर समस्त कर्मकर्ता कार्यक्रम परिचालन मते किछि फुटवेयर और बैग वगैरह किनवार अछि। शॉपिंग नेबे नुए शॉपिंग हबो 13 मार्च रे। आज कोन पाई नो 13 मार्च कोन पाई तुम जानि कि बालेश्वर चिड़िया पुल पाखर खुलिया पाई जाउची कलकत्ता रो ओरिजिनल फ्री लेदर। आ गोटे कथा जानि छु फ्री लेदर प्रथम थर पाई दबा को जाउची धमाकेदार ऑफर जमिति कि 999 ले परचेस करले 400 रो गोटे बैग फ्री। आ हां एटा ओनली 13 मार्च को। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानी रो प्रखर जेते तीव्र हो अबा पानी रो शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।